गणेशाय नमः। नमस्कार बंधुगण, जय जगन्नाथ। आज हेउछि सुदशा व्रत। प्रथमे श्री महालक्ष्मी को स्तुति करिबा, तापरे सुदशा व्रत कथा आरंभ करिबा। निश्चय शुणिबा को चेष्टा करिवे। श्री महालक्ष्मी स्तुति। जय जय महालक्ष्मी विष्णुक घरणी, जय जय महालक्ष्मी संसार पालिनी, जय जय महालक्ष्मी पद्मनिवासिनी, जय जय महालक्ष्मी दुख विनाशिनी, जय जय महालक्ष्मी अति दयावती, तुम्भ पाद पंकजरे रहु मोर मति, किंचिते सुदया मते कर महामाई, अति दुखरे पड़िण डाकुछि मोहि, विपद भंजनी तोर नाम अटे जेणु, विपदरे पड़ी मुहि डाकुछि तेणु, न जानी तोर भक्ति अति मूढ़मती, कर जोड़ी करुअछि तोते मुहि स्तुति, तोर नाम अछि जेते के कहि पारिब, ब्रह्मा नारदंकु जाहा अटई दुर्लभ, संक्षेपित हर नाम करुछि गायन, जगत जननी मोते हो सुप्रसन्न, प्रथमे तो नाम लक्ष्मी कमला द्वितीये, तृतीये नाम तो पद्मा, चतुर्थे हरिप्रिये, पंचमे दारिद्र्य भंजनी तोर नाम ख्यात, षष्ठरे विमला अटु तू ही जगन्मात, सप्तमे जगमोहिनी चंचला अष्टमे, नवमे जानकी रमा नाम तो दशमे, ए दश नाम को प्रति दिन जे स्मरई, दारिद्र्य व्यथा ताहार लेसे न रही, तो नाम जपिले दरिद्रता हुए दूर, धन संपद रे पूर्ण हुई भंडार, तोर नाम धरि जेहु वाणिज्य करई, बहु अर्थ लाभ तार निश्चय होई, जगत जननी तू कमला नाम बहु, जे तोते भक्ति रे डाके ताहा घरे थाऊ, जाहाकु सुदया करू से हुए धनाढ़, नारी शिरोमणि नाही तो ठारू के बड़, कितु ब्रह्म जाए समस्तंकु देउ पड़ी, तो नाम चिंतिले दुख कष्ट जाए छाड़ी, तोर द्रोही मानंकु मां अन्न न मिलई, जेते अरजिले पेट केबे न पुरई, तोहर चरित कर्ण दे
ଶୁଣଇ କିଅ ବା ଭକତି ଭାବେ ମନରେ ଗୁଣଇ ତାହାର ଦରିଦ୍ରପଣ ଯାଏ ଦୂର ହୋଇ ସର୍ବଦା ପ୍ରସନ୍ନ ତାକୁ ହେଉ ମହାମାଇ ଏଣୁ ତୋ ଚରଣେ ମାଗୋ କରୁଛି ବିନତି ଦୟା କରି ମାଗୋ ଫେଡ଼ ଏ ଘୋର ବିପତ୍ତି କିଞ୍ଚିତରେ ନେତ୍ର ଢାଳି ଚାହିଁ ଦିଅ ମତେ ମୁହିଁ ରକ୍ଷିତ ଜନ ଆଶ୍ରା କଲି ତୋତେ ଯେତେବେଳେ ଯାହା ମାଗୋ କରୁଥିବି ଇଚ୍ଛା ଜଗତ ଜନନୀ ପୂର୍ଣ୍ଣ କର ମନ ବାଞ୍ଛା ମୋ ପ୍ରତି କରୁଣା ଯେବେ ନ କରିବୁ ତୁହି ଭବ ସାଗରେ ଭାସିବି ସିନା ଧନ୍ଦି ହୋଇ ତୁହି ନ ଫେଡ଼ିଲେ ଦୁଃଖ ଆନକେ ଫେଡ଼ିବ ଦାସ ନାଶ ଗଲେ ନିନ୍ଦା ତୋହର ହୋଇବ ତୁହି ମୋର ମାତା ପିତା ତୁ ଇଷ୍ଟ ଦେବତା ତୁହି ମୋର ଭାଇ ବନ୍ଧୁ ତୁ ରକ୍ଷା କରତା ତୋର ପାଦ ବିନୁ ମୋର ଅନ୍ୟ ଗତି ନାହିଁ ବିପଦ ଭଞ୍ଜନି ମାଗୋ ମୋତେ କର ତ୍ରାହି। ଏବେ ଆସନ୍ତୁ ଶୁଣିବା ଶ୍ରୀ ସୁଦଶା ବ୍ରତ କଥା। ବନ୍ଧଇ ପରମ ଲକ୍ଷ୍ମୀ ଜଗତ ତାରିଣୀ ସମୁଦ୍ର ମନ୍ଥନ ଜାତ ହୋଇଲୁ ତୁ ପୁଣି ତେଣୁ କରି ନାମ ହେଲା ଲକ୍ଷ୍ମୀ ନାରାୟଣୀ ବିଷ୍ଣୁଙ୍କ ଘରଣୀ ମାଗୋ ଅଟୁକ ମଳିନୀ ଏଥୁ ଅନନ୍ତରେ ଦିନେ ଏମନ୍ତ ସମୟେ ନାରଦ ମହର୍ଷି ଇନ୍ଦ୍ର ଭୁବନ ବିଜୟେ ଷଡ଼ର୍ଘ୍ୟ ଦେଇ ଇନ୍ଦ୍ର ପାଦ ପୂଜା କଲେ ବସିବା ନିମନ୍ତେ ଦିବ୍ୟ ଆସନେ ଦେଲେ ଇନ୍ଦ୍ରବାଚ କେବଣ ବ୍ରତ କଲେ କେବଣ ଫଳ ପାଇ ଘରଣୀ ପୁତ୍ର ଦୁହିତା କେମନ୍ତେ ମିଳଇ ଏହା ମୋତେ ସଂକ୍ଷେପିଣ କହିବା ଗୋସାଇଁ ତବ ମୁଖ ଶୁଣିଲେ ଯେ ପ୍ରତେ ଯିବି ମୁହିଁ ନାରଦ ବାଚ ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା ଯହିଁରେ ସନ୍ତୋଷ ହୁଅନ୍ତି ଲକ୍ଷ୍ମୀ ଯେ ଉମା ମଞ୍ଚମଣ୍ଡଳରେ ସାର ଅବନ୍ତୀ ନଗର ତହିଁ ବିଷ୍ଣୁ କର ବୋଲି ଅଟେ ଦ୍ୱିଜବର ତାହାର ଭାରି ଜାନାମ ଅଟେ ଲକ୍ଷ୍ମୀବତୀ ସେ ବ୍ରାହ୍ମଣୀ ଲକ୍ଷ୍ମୀ ବ୍ରତ ସର୍ବଦା କରନ୍ତି ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା ଉପରେ
ଅଚଳ ସମ୍ପତ୍ତି ଭୋଗ କରେ ମଞ୍ଚପୁରେ, ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ, ଲକ୍ଷ୍ମୀଙ୍କର ବ୍ରତ ତୋତେ କହିବା ବୁଝାଇ। ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର, ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେଦିନର। ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତ ଉଠିଲା, ଏକ ବନି ଗାଈର ସେ ଗୋବର ଆଣିଲା। ସୁସଞ୍ଚ କରିଣ ଘର ଦୁଆର ଲିପିଲା, ନଦୀରେ ସ୍ନାନ କରିଣ ଘରକୁ ଅଇଲା। ତଣ୍ଡୁଳ ବାଟିଣ ଝୋଟି ଆଭରଣ କଲା, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ସୁମରଣା କଲା। ଦଶ ବର୍ଣ୍ଣ ମୁରୁଜରେ ପିତୁଳି ଲିହିଲା, ଦଶ ଯେ ପାଖୁଡ଼ା କରି ପଦ୍ମେ ଲେଖିଲା। ତହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥାପିଲା, ଘଟର ଉପରେ ଚ୍ୟୁତ ଡାଳେ କଥୋଇଲା। ନାରିକେଳ ଗୋଟିଏ ଘଟ ପରେ ଦେଲେ, ଦଶମୁଖୀ ଦୀପାବଳି ଜାଗର ଜାଳିଲେ। ଦଶ ଖିଅ ଧଳା ସୂତ୍ରେ ବ୍ରତକୁ ବାନ୍ଧିଲେ, ଚଉରି ନାମେଣ ବେତ ପାଖରେ ଥୋଇଲେ। ଦଶ ମୁଷ୍ଟି ତଣ୍ଡୁଳ ଯେ ଘଟ ପାଖେ ଦେଲେ, ବଦରି ଫଳ ଗୋଟିଏ ଗୋଟିଏ ଯେ ଦେଲେ। ଉପରେ ଚନ୍ଦ୍ର ତାପ ଚାନ୍ଦୁଆ ଟଣାଇଲେ, ଦଶ ମେଞ୍ଚା ହଳଦୀ ଯେ ପୂର୍ଣ୍ଣ କୁମ୍ଭ ଦେଲେ। ସିନ୍ଦୁର କଜଳ ନେଇ ଘଟ ପରେ ଦେଲେ, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ସୁମରଣା କଲେ। ଛେନା ପଣା କଦଳୀ ଯେ ସରଘୃତ ଦେଲେ, ଦଶ ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ। କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ, ନୈବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ। ଶ୍ରୀ ମହାଲକ୍ଷ୍ମୀଙ୍କି ସେ ସୁମରଣା କଲେ, ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା, ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ,
ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲଣୀ, ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ, ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। ଦଶ ନାମ ଧରିଣ ଯେ ବ୍ରତ ଗଣ୍ଠି ଦେଲେ, ଲକ୍ଷ୍ମୀ ନାରାୟଣୀ ବୋଲି ମାଙ୍କୁ ସୁମରିଲେ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଯେ ବନ୍ଦାପନା କଲେ, ନଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ, ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ, ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ। ମାଂସ ମେଞ୍ଚା ମେଞ୍ଚା ପ୍ରାୟ ବ୍ରତ ଦିଶୁଥିଲା, ଚିଲ ପକ୍ଷୀ ଝାମ୍ପ ଦେଇ ବେବେ ଘେନି ଗଲା। ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଅଇଲା, ବ୍ରତ ନ ଦେଖିଣ ସେହୁ ବିସ୍ମିତ ହୋଇଲା। ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଛି, ଦେଖିଲା ଯେ ବ୍ରତ ଚିଲ ଘେନି ଯାଉଅଛି। ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା, ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା। ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା, ଚିଲ ପକ୍ଷୀ ବନସ୍ତରେ ଅଦୃଶ୍ୟ ହୋଇଲା। ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲେ, ମୃଗୟା ବିନୋଦେ ନଳ ବନସ୍ତକୁ ଗଲେ। ବ୍ରାହ୍ମଣୀର ଦନ ରାଜା କର୍ଣ୍ଣେ ଯେ ଶୁଣିଲେ, ଏ ବନସ୍ତେ କେ କାନ୍ଦୁଛି ବୋଲିଣ ବୋଇଲେ। ସୈନିକ ସଖା ଘେନି ରାଜା ବି ଯେ କରିଲେ, ବ୍ରାହ୍ମଣୀ ପାଖରେ ଯାଇ ପ୍ରବେଶ ହୋଇଲେ। ବ୍ରାହ୍ମଣୀଙ୍କୁ ଦେଖି ରାଜା ବିସ୍ମିତ ହୋଇଲେ, କି ନିମନ୍ତେ କାନ୍ଦୁଅଛ ବୋଲିଣ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କହି, ମୋର ଦୁଃଖକୁ ବାବୁ ଯେ ପାରିବେ କି ଫେଇ। ନଳ ରାଜା ବୋଇଲେ, ଯେ ଦୁଃଖ ତୋର ମୋ ଆଗେ କହିଲେ ତାହା କରିବ ଦୂର। ଏହା ଶୁଣି ବ୍ରାହ୍ମଣୀ ଯେ ବୋଇଲେ ଉତ୍ତର, ସତ୍ୟ କର ତୁମ୍ଭେ ରାଜା କହିବି ଛାମୁର। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ, ଯାହା ତୁମ୍ଭେ ମାଗ ତାହା ଦେବଇଁ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ହରସ ହୋଇଲେ, ମୋହର ସୁଦଶା ବ୍ରତ ଚିଲ ଘେନି ଗଲା। ତୁମ୍ଭର ଯେ ମହାଦେଇ ବ୍ରତ କରୁଛନ୍ତି,
ସେହି ବ୍ରତ ଗୋଟି ତୁମ୍ଭେ ଦେବ ନୃପତି। ଏହା ଶୁଣି ମହାରାଜା ସନମତ କଲେ, ବ୍ରାହ୍ମଣୀକୁ ଘେନି ନିଜ ରାଜ୍ୟ ଚଳିଗଲେ। ବ୍ରାହ୍ମଣୀଙ୍କୁ ସିଂହ ଦ୍ୱାରେ ବସାଇ ନୃପତି, ଅନ୍ତପୁରକୁ ଗମନ କଲେ କତଡ଼ତି। ରାଣୀଙ୍କୁ ଯାଇଣ ନଳ ରାଜା ଯେ କହିଲେ, ଆମ୍ଭଙ୍କୁ ଏକ ମାଗୁଣି ଦେବକୀ ବୋଇଲେ। ଏହା ଶୁଣି ମହାରାଣୀ ସ୍ତବଧ ହୋଇଲେ, ଆମ୍ଭଙ୍କୁ କିସ ମିଳିବ ଦେବଇଁ ବୋଇଲେ। ନଳ ରାଜା ବୋଇଲେ ଗୋ ସତ୍ୟ ଏବେ କର, ତେବେ ମୁଁ କହିବି ସିନା ମାଗୁଣି ମୋହର। ଏହା ଶୁଣି ମହାଦେଇ ସତ୍ୟ ବାକ୍ୟ କଲେ, ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋ ବୋଇଲେ। ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର, ଶିଶୁ ଦଶା ବ୍ରତ ଗୋଟି ଦିଅ ଗୋ ତୁମ୍ଭର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ, ଶିଶୁ ଦଶା ବ୍ରତ ଦେବା ନୁହଁ ବୋଇଲେ। ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି, ବ୍ରତ ଦେଲେ କନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ି ଯାଆନ୍ତି। ଦରିଦ୍ର ଭିକ୍ଷୁକ ବ୍ୟାଧିବନ୍ତ ସେ ହୋଇ, ଲକ୍ଷ୍ମୀଙ୍କ ବ୍ରତକୁ ଏହା ଦେଇ ନ ପାରଇ। ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ, ହସ୍ତରୁ ଖସାଇ ବ୍ରତ ରାଜା করে ଦେଲେ। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ, ବ୍ରାହ୍ମଣୀ ହସ୍ତରେ ବ୍ରତ ନେଇଣ ଯେ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା, ରାଜାକୁ ଆଶିଷ କରି ନିଜପୁରେ ଗଲା। ସେ ବ୍ରତ ନେଇଣ କଞ୍ଚା ଦୁଧରେ ଥୋଇଲା, 10 ଗୋଟି ମଣ୍ଡା କରି ପାଣି ଛଡ଼ାଇଲା। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲେ, ପାରଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲେ। ନାରଦଙ୍କୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛା କଲେ, ନଳ ରାଜାଙ୍କର କିସ ହୋଇଲା ବୋଇଲେ। ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କ ବିପତ୍ତି ତତେ ଦେବା କହି। ଚରି ଯିବା ଗୋରୁ ଆଉ ଘରକୁ ନଇଲେ, ପୋତିଲାର ଧନ ସବୁ ବାସୁକି ହରିଲେ। ଧାନ ଚାଉଳ ତ ସବୁ ବସି ସେ ଖାଇଲେ, ଶତ୍ରୁ ଆସିଣ ରାଜ୍ୟରେ
ଉପଗତ ହେଲେ। ରାଜା ରାଣୀ ବସ୍ତ୍ର କିଛି ନ ପାଇଲେ। ରାଜାଙ୍କୁ ରାତ୍ରରେ କାଳପୁରୁଷ ଡାକିଲେ। ରାଜ୍ୟ ଛାଡ଼ି କରି ରାଜା ପଳାଇଣ ଗଜା। ରାଜେ ଥିଲେ ନିଶ୍ଚୟ ମରିବୁ ନୃପନା। ଏହା ଶୁଣି ନଳ ରାଜା ଚେତିଣ ଉଠିଲେ। ମହାଦେଇ ପାଶେ ଯାଇ ସକଳ କହିଲେ। ଚାଲ ତୁମ୍ଭ ପିତା ଘର ଯିବା ବୋଇଲେ। ଏହା ଶୁଣି ମହାଦେଇ ସନମତ କଲେ। ସଭାଚନ୍ଦ୍ର କୁମାରକୁ ହକାରି ଆଣିଲେ। ଗୃହକୁ ଛାଡ଼ିଣ ବିଜେ ରାଜା ରାଣୀ ଗଲେ। ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ। ଏଠାରେ ସ୍ନାନ ରାଣୀ କରିବା ବୋଇଲେ। ଏଠାରେ ସ୍ନାନ କରି ସେ କିସ ଯେ କରିବା। ପାଖରେ ତ କିଛି ନାହିଁ କ'ଣ ଖାଇବା। ଏହା କହି ରାଜା ରାଣୀ ଜଳରେ ପଶିଲେ। ଚାରୋଟି ଗଡ଼ିଶ ମାଛ ଧରିଣ ଆଣିଲେ। ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ। ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ। ଏହା କହି ମହାରାଜା ବିଜେ କରି ଗଲେ। ବିଷ୍ଣୁଙ୍କର ପଣ୍ଡା ଘରେ ପ୍ରବେଶ ହୋଇଲେ। ଆମ୍ଭଙ୍କୁ ଭୋଜନ କିଛି ଦେବକୀ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣିଦେଲେ। ହରଷ ହୋଇ ରାଜା ଯେ ଲେଉଟି ଆଇଲେ। ଗୃହେ ପତ୍ନୀ କରେ ଅନ୍ନ ଦାନକୁ ଥୋଇଲେ। ଝାମ୍ପ ଦେଇ କାକ ପକ୍ଷୀ ଦାନ ଘେନି ଗଲା। ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା। ବିରସ ହୋଇଣ ରାଜା ସେଠାରୁ ଆସିଲେ। ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ। ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ। ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ। ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ। ପାଶେ ଆସି ମହାରାଜା ମିଳିଲେ ବହନ। ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭଙ୍କୁ। ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଳକୁ। ଏହା ଦେଖି ମହାରାଜା ବିସ୍ମୟ ହୋଇଲେ। ଚାଲ ଏଠାବରୁ ଯିବା ବୋଲିଣ ବୋଇଲେ। ଏତେ କହି ରାଜା ରାଣୀ ବିଜେ କରି ଗଲେ।
ବନସ୍ତ ଭିତରେ ଏକ ନଦୀ ଯେ ଦେଖିଲେ, ସଭାଚନ୍ଦ୍ର କୁମାରକୁ କୋଳରେ ଧରିଲେ। ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ। ଏମନ୍ତ ସମୟ ଏକ କୁମ୍ଭୀର ମିଳିଲା, ସଭାଚନ୍ଦ୍ର କୁମାରକୁ ତଡ଼ତି ଗିଳିଲା। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ। କାନ୍ଦି କାନ୍ଦି ଯାଇଣ ଯେ ବନସ୍ତେ ପଶିଲେ। ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ। ରାଜା ରାଣୀ ଯେ ମନ୍ଦିର ଭିତରେ ରହିଲେ। ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ। ସେହିଠାରେ ରାଜା ରାଣୀ ଶ୍ରମେ ନିଦ୍ରା ଗଲେ। ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା। ରାଣୀ ଅଳଙ୍କାର ମାନ ସବୁ ଗିଳି ଦେଲା। ରାଣୀଙ୍କ ନୟନେ କାଳ ନିଦ୍ରା ଯେ ଘାରିଲା। ରାଣୀଙ୍କୁ ଛାଡ଼ି ରାଜା ଯେ ତହୁଁ ପଳାଇଲା। ସେଠା ବରୁଣଳ ରାଜା ଭ୍ରମି ଭ୍ରମି ଗଲା। ଭୀମ ରାଜ୍ୟ ରାଜେ ଯାଇ ପ୍ରବେଶ ହୋଇଲା। ଭୀମ ରାଜା ଆଗରେ ସେ ଜଣାଇଲେ ଯାଇ। ଆମ୍ଭଙ୍କୁ ରଖ ହେ ରାଜା କିଛି ପଣ ଦେଇ। କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ। କେଉଁ କେଉଁ ବିଦ୍ୟାମାନ କରିଛ ସାଧନ। ନଳ ରାଜାଙ୍କର ସୁପକାର ଥିଲି ମୁଇଁ। ଗୌରୀ ସୌରୀ ବିଧି ରାନ୍ଧଣା ଜାଣଇ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ। ଆମ୍ଭ ସୁପକାର ହୋଇ ଥାଅ ଯାବଇଲେ। ଆଜ୍ଞା ପାଇ ନଳ ରାଜା ସନମତ କଲେ। ରୋଷେଇ ଶାଳାରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ। ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରିଦେଲେ। ରାଜାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲା। ଛନ ଛନ ହୋଇ ସେ ସ୍ଥାନରୁ ଚଳିଗଲା। ବାଟେ ରାଣୀ ପଚାରି ପଚାରିଣ ଯେ ଗଲା। ଭୀମ ରାଜା ରାଜେ ଯାଇ ପ୍ରବେଶ ହୋଇଲା। ଭୀମସେନ ଅନ୍ତପୁରେ ଯାଇ ନ ମିଳିଲା। ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା। ଦମୟନ୍ତୀ କହନ୍ତି ଯେ ମହାଦେଇ ପାଶ ଭାତ ଲୁଗା ଦେଇ ରଖ ତୁମର ଉଆସ। ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ। କର୍ମ ଭାଗ୍ୟରୁ ମୁହିଁ
ସେଠାରୁ ଆସଇ। ଏହା ଶୁଣି ମହାଦେଇ ହରଷ ହୋଇଲେ, ଆମ୍ଭ ଅନ୍ତପୁରେ ଦାସୀ ହୋଇଥାଅ ଭଲେ। ଏହା ଶୁଣି ଦମୟନ୍ତୀ ସନମତ କଲେ, ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ। ଏଥୁ ଅନନ୍ତରେ ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କର ଶୁଭ ବାର୍ତ୍ତା ଦେବା କହି। ଭାଦ୍ର ମାସ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର, ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେଦିନର। ପାଟ ଜ୍ୟୋତି ସଜାଇ ଯେ ରାଣୀଙ୍କୁ କହିଲା, କାଲିଠୁ ସୁଦଶା ବ୍ରତ ପଡ଼ୁଛି ବୋଇଲା। ଜ୍ୟୋତିଷଙ୍କୁ ଧନ ରତ୍ନ ଦେଇ ବିଦା କଲା, ଦାସୀମାନଙ୍କୁ ଡାକିଣ ବୁଝାଇ କହିଲା। ପ୍ରଭାତରୁ ଉଠି ଦାସୀ ମାନେ ଚଳିଗଲେ, ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲେ। ସୁସଞ୍ଚ କରିଣ ଘର ଦୁଆର ଲିପିଲେ, ନଦୀରେ ସ୍ନାନ କରିଣ ଘରକୁ ଆସିଲେ। ତଣ୍ଡୁଳ ବାଟିଣ ଝଣ୍ଟିଆଳ ପଣା ଦେଲେ, ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କହିଲେ, ମହାରାଣୀ ମୋ ପ୍ରତି ଦୟା କରିଥିବେ, ଓଷାର ଉପକରଣ ଯେବେ ମତେ ଦେବେ। ଶ୍ରୀ ସୁଦଶା ବ୍ରତଟିକୁ କରନ୍ତି କହିଲେ, ଏହା କହି ମହାଦେଇ ସନ୍ତୋଷ ହୋଇଲେ। ବ୍ରତ ଯେ କର ତୁମ୍ଭେ ଗୋ କର ଗୋ ବୋଇଲେ, ଦମୟନ୍ତୀ ଶୀଘ୍ର ସ୍ନାନ କରିଣ ଆସିଲେ। ଅତି ଯତନରେ ନେଇ ଘଟ ଯେ ସ୍ଥାପିଲେ, ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ। ଚୁତ ଡାଳ ଦେଇ ଦୀପ ମାନ ଲଗାଇଲେ, ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ। ପୁରମଣ୍ଡା 10 ଗୋଟି ଆଗରେ ଥୋଇଲେ, ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ। ଲକ୍ଷ୍ମୀ 10 ନାମ ଧରି ପ୍ରତ୍ୟେକ ଗଣ୍ଠି ଦେଲେ, ଆସ ଆସ ମହାଲକ୍ଷ୍ମୀ ହୃଦେ ସୁମରିଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀହରି ହର ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା,
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ। ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲଣୀ। ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ। ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ। ପରମା ଲକ୍ଷ୍ମୀଙ୍କୁ ମନେ ସୁମରଣ କଲେ। ଭୋଗର ଲକ୍ଷ୍ମୀ ମୋତେ ଯେ ଅନୁଗ୍ରହ ହେଉ। ପୁତ୍ର ଗେରସ୍ତ ଆବର ରାଜ୍ୟ ପ୍ରାପ୍ତ ହେଉ। ଏମନ୍ତ ଭାବନା କରି ମନେ ସୁମରିଲେ। ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କହିଲେ। ଯାଅ ତୋର ପୁତ୍ର ସ୍ୱାମୀ ପ୍ରାପ୍ତ ହୋଇବେ। ତୋର ହସ୍ତେ ଶତ୍ରୁମାନେ ନିପାତ ହୋଇବେ। ନଳ ରାଜାଙ୍କୁ ଲକ୍ଷ୍ମୀ ଯେ ସନ୍ତୋଷ ହୋଇଲେ। ଏଣେ ନଳ ରାଜାଙ୍କର ମନ୍ତ୍ରୀ ବିଚାରିଲେ। ଆମ୍ଭର ଯେ ମହାରାଜା କେଣେ ଚଳିଗଲେ। ରାଜ୍ୟରେ କାହାକୁ ରାଜା କରିବ ବୋଇଲେ। ଏହା ଶୁଣି କେହି ବୋଲେ ହେବି ମୁଁ ରାଜନ। ଆଉ କେହି ବୋଲେ ମୁହିଁ ଦେବି ନୃପରାଣ। ଏହିପରି ପରସ୍ପରେ କରିଲେ କଗୋଳ। ତହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀ ବର। ମନ୍ତ୍ରୀ କହେ ଆମ ରାଜା କେଉଁଠାରେ ଛନ୍ତି। ଆଉ ଜଣେ କେଉଁ ପରି ହୋଇବ ନୃପତି। ମନ୍ତ୍ରୀ ବୋଇଲେ ଶୁଣ ସର୍ବେ ମୋ ବିଚାର। ପାଟହସ୍ତୀକୁ ମଣ୍ଡିଣ ଛାଡ଼ ଯା ସତର। ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ। ଛାଡ଼ି ଦେବା ଯାହା ପରେ ଢାଳିବ ଯେ ସେହି। ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ। ପାଟହସ୍ତୀ ମଣି ଛାଡ଼ି ଦେଲେ ତତକ୍ଷଣ। ମନ୍ତ୍ରୀ ପୁରୋହିତ ଆଦି ସକଳ ଚଳିଲେ। ରାଜ୍ୟର ପରଜା ବୃନ୍ଦ ସର୍ବେ ଗୋଡ଼ାଇଲେ। ନିଜ ଇଚ୍ଛା ମତେ ହସ୍ତୀ ବ୍ରତଗାମୀ ହୋଇ। ଭୀମ ରାମ ରାଜ୍ୟ ପ୍ରବେଶିଲା ହସ୍ତ ଯାଇ। ପାଟହସ୍ତୀ ଯାଇ ନଳ ରାଜାଙ୍କୁ ଭେଟିଲା। ସୁବର୍ଣ୍ଣ କଳସ ନଳ ଶିରରେ ଢାଳିଲା। ରାଜାଙ୍କୁ ନେଇଣ ହସ୍ତୀ ପୁଷ୍ପରେ ବସିଲେ। ଜୟ ନଳ ରାଜା ବୋଲି ଉଚ୍ଚ ଡାକ ଦେଲେ। ସେ ନଗରର ନର ନାରୀ ମାନେ ଦେଖୁଥିଲେ। ରାଜାଙ୍କ ଗ୍ରତେ ଯାଇ ସମସ୍ତେ କହିଲେ। ଗୁପ୍ତେ ନଳ ରାଜା
ସୁପକାର ପୁଣି ଥିଲେ ଏଥି ଥିବା ଯାଏ ତାଙ୍କୁ କେହି ନ ଚିହ୍ନିଲେ। ତାଙ୍କ ରାଜ୍ୟ ପାତ୍ର ମନ୍ତ୍ରୀ ସମସ୍ତେ ଅଇଲେ ନଳ ରାଜାଙ୍କୁ ହସ୍ତି ପୁଷ୍ପେ ବସାଇଲେ। ଏହା ଶୁଣି ନଳ ରାଜା ହରଷ ହୋଇଲେ ନଳ ରାଜାଙ୍କୁ ଗୌରବ କରି ଘେନି ଗଲେ। ଅନ୍ତପୁରେ ଦମୟନ୍ତୀଙ୍କୁ ରାଣୀ ଚିହ୍ନିଲେ ଏ ତ ଆମ୍ଭ ଦମୟନ୍ତୀ ଦୁହିତା ବୋଇଲେ। କି ନିମନ୍ତେ ଆସି ଏଥି ଗୁପତେ ରହିଲ କି ନିମନ୍ତେ ବିରୂପା ରୂପ ହୋଇଥିଲ। ଦମୟନ୍ତୀ ଏହା ଶୁଣି ବୁଝାଇ କହିଲେ ଲକ୍ଷ୍ମୀ ଦ୍ରୋହୀ କରିବାରୁ ରାଜ୍ୟ ତଡ଼ାଇଲେ। ବନସ୍ତ ମଧ୍ୟରେ ସଭା ଚନ୍ଦ୍ରକୁ ହରାଇ ମୋତେ ଛାଡ଼ି କରି ରାଜା ଗଲେ କପଳାଇ। ଏହା ଶୁଣି ମହାଦେଇ ରାଜାଙ୍କୁ କହନ୍ତି ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି। ଭୀମ ରାଜା କହନ୍ତି ଯେ ନଳ ଆସିଛନ୍ତି। ଏହା ଦେଖି ରାଜା ରାଣୀ ହରଷ ହୁଅନ୍ତି। ଦମୟନ୍ତୀଙ୍କୁ ଧରିଣ ନଳ ପାଶେ ଗଲେ ଦମୟନ୍ତୀଙ୍କୁ ଦେଖିଣ ନଳ ଖୁସି ହେଲେ। ରାଜା ରାଣୀଙ୍କ ପାଦ ତଳରେ ସେ ପଡ଼ିଲେ ମନ ବାଞ୍ଛା ପୂର୍ଣ୍ଣ ହେଉ ବୋଲିଣ ବୋଇଲେ। କିଛି ଦିନ ନଳ ପୁଣି ସେଠାରେ ରହିଲେ। ଏହା ଦେଖି ରାଜା ରାଣୀ ହରଷ ହୋଇଲେ। ରାଜାଙ୍କ ଗ୍ରତେ ଯାଇ ନଳ ଜଣାଇଲେ ନିଜ ରାଜ୍ୟ ଯିବୁ ଆମ୍ଭେ ଆଜ୍ଞା ଯେ ହୋଇଲେ। ବିଧି ମତେ ସମ୍ମାନ ନଳ ରାଜାଙ୍କୁ ଯେ କଲେ ପାଟ ପୀତାମ୍ବରୀ ମାନ ରାଜା ଯେ ପିନ୍ଧିଲେ। ନାନା ଅଳଙ୍କାର ଦେଇ ଭୂଷଣ କରିଲେ ବିନୟ ହୋଇଣ ରାଣୀ ମାତାଙ୍କୁ କହିଲେ ଦୟା ରଖିଥିବ ପିତା ମାତାଙ୍କୁ କହିଲେ ଆଶିଷ କଲ୍ୟାଣ କର। ବିନୟ ହୋଇଲେ ରତ୍ନ ହାନ୍ଦଳରେ ନେଇ ବିଜେ କରାଇଲେ। ବିନୟ ହୋଇଣ ରାଣୀ ଦାସୀଙ୍କୁ କହିଲେ ଏହି ସ୍ନେହ ରଖିଥିବ ସବୁ ପ୍ରଜା ମାନେ ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥଳେ। ଶୁଭ ବେଳେ ରାଜା ରାଣୀ ରାଜ୍ୟକୁ ଗମିଲେ ପାତ୍ର ମନ୍ତ୍ରୀ ସର୍ବେ ସଙ୍ଗେ ସଙ୍ଗେ ଗୋଡ଼ାଇଲେ। ଶଙ୍ଖ ଶବଦରେ ରାଜ୍ୟ ରାଜ୍ୟ କମ୍ପାଇଲେ
शुभ अनुकूल धरी बाहर होइले किछि दूर गला परे मंदिर भेटिले जय शंख वीर शब्द तुरी बजाइले ଯେଉଁ ମୟୂରଟି ରାଣୀ ମାଳା ଗିଳିଥିଲା ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍ଗାରିଣ ଦେଲା ଅଳଙ୍କାର ପାଇ ରାଣୀ ହରସ ହୋଇଲେ ସୁରଦେବ ରାଣୀ ଶ୍ୟାପୁ ମୁକ୍ତ ହୋଇଗଲେ ଏଠାବରୁ ପାତ୍ର ମନ୍ତ୍ରୀ ମାନେ ବିଦା କଲେ ତୁମ୍ଭେ ମାନେ ଯାଅ ଭୋଲେ ଆମ୍ଭେ ଯିବୁ ଭୋଲେ ସେଠାବରୁ ପାତ୍ର ମନ୍ତ୍ରୀ ବିଦାୟ ହୋଇଲେ ରାଜା ରାଣୀ ବହୁତ ଆଶିଷ ଯେ ବାଞ୍ଛିଲେ ହସ୍ତି ପୃଷ୍ଠେ ବସି ରାଜା ରାଣୀ ଚାଲିଗଲେ ବନସ୍ଥ କନ୍ଦରେ ନଦୀ ନିକଟେ ମିଳିଲେ ଶଙ୍ଖ ଧ୍ୱନି ଶବଦରେ ନଦୀ କମ୍ପିଗଲା ଶବ୍ଦ ଶୁଣିଣ କୁମ୍ଭୀର ତଡ଼ିତ ଆସିଲା ସଙ୍ଗେ ସଙ୍ଗେ ଶୋଭାଚନ୍ଦ୍ର ସେହି ଉଦ୍ଗାରିଲା ଏ ଜନ୍ମରୁ ମୁକ୍ତ କରନ୍ତୁ ଯେ ସେ ବୋଇଲା ପୁତ୍ର ପାଇ ରାଜା ରାଣୀ ହରସ ହୋଇଲେ ସୁରଦେବ ରାଜ୍ୟ ସାପୁ ମୁକ୍ତ ହୁଅ ଭୋଲେ ଶୋଭାଚନ୍ଦ୍ରକୁ ନେଇ କୋଳରେ ବସାଇଲେ ସେଠାବରୁ ରାଜା ରାଣୀ ସଧିରେ ଚଳିଲେ ମହାଲକ୍ଷ୍ମୀ ନଳକୁ ସେ ସୁଦୟା କରିଲେ ବେତାଳ ମାନଙ୍କୁ ଡାକି ତହୁଁ ଆଜ୍ଞା ଦେଲେ ରାଜାର ଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ ପୂର୍ଣ୍ଣ କରି ମୋତେ ଆସି କହିବଟି ବସ ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ ନଳ ରାଜାଙ୍କ ଭଣ୍ଡାର ସମ୍ପୂର୍ଣ୍ଣ କରିଲେ ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ ଭଣ୍ଡାର ପୂର୍ଣ୍ଣ ଶୁଣିଣ ସନ୍ତୋଷ ହୋଇଲେ ଏ ସମୟ ନଳ ରାଜା ରାଜ୍ୟ ପହଞ୍ଚିଲେ ସିଂହ ଦ୍ୱାରରେ ପହଞ୍ଚି ହରସ ହୋଇଲେ ରାଜା ରାଣୀ ପାତ୍ର ମନ୍ତ୍ରୀ ଦେଖି ଧାଇଁ ଗଲେ ସମାରୋହେ ପାଦ ତଳେ ସର୍ବେ ଲୋଟି ଗଲେ ଉଠ ସର୍ବେ ରାଜା ରାଣୀ ଏମନ୍ତ କହିଲେ ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ ଶୁଭ ବେଳେ ରାଜା ରାଣୀ ଅଭିଷେକ ହେଲେ ବାଦ୍ୟ ଶବଦରେ ରାଜା ଆନନ୍ଦ ଲଭିଲେ
ନଗ୍ର ବୁଲି ବୁଲି ରାଜା ବହୁ ଧନ ଦେଲେ। ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ। ରାଜା ପ୍ରଜାନନ୍ଦରେ ସନ୍ତୋଷ ଲଭିଲେ। ଏହା ପରେ ଶ୍ରୀ ସୁଦଶା ବ୍ରତ ହିଁ ପଡ଼ିଲା। ବ୍ରତ କରିବାକୁ ରାଣୀ ରାଜାଙ୍କୁ କହିଲା। ବ୍ରତକୁ ସମ୍ପୂର୍ଣ୍ଣ କରି ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କୁ କହନ୍ତେ। ଇନ୍ଦ୍ର ସହିତରେ ସଚି ଏ ବ୍ରତ କରନ୍ତେ। ନାରଦ ଋଷିଙ୍କ ଠାରୁ କଥାକୁ ଶୁଣିଲେ। ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ। ଦକ୍ଷିଣା ପାଇଣ ନାରଦ ବିଜେ କରିଲେ। ଏ ବିଧିର ନର ନାରୀ ଲକ୍ଷ୍ମୀ ବ୍ରତ କଲେ। ଯେଉଁମାନେ ନାରୀ ଏହି ବ୍ରତକୁ କରନ୍ତି ତାଙ୍କ ବକ୍ଷରୁ ଲକ୍ଷ୍ମୀ ଯେ କେଭେ ନ ଛାଡ଼ନ୍ତି। ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି। ସଦା ଜୟ ସମ୍ପୂର୍ଣ୍ଣ ହେ ସୁଦଶା ବ୍ରତଟି। ଏବେ ଆସନ୍ତୁ ଶ୍ରୀ ଜଗନ୍ନାଥଙ୍କର ସ୍ତୁତି କରିବା। ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ। ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ। ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ। ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ଘଟେ ଅଛ ବ୍ୟାପୀ। ସୃଷ୍ଟି ପ୍ରଳୟ ଅନ୍ତ କରୁ ଏ ସର୍ବ ଗର୍ଭରେ ସମ୍ଭାରୁ। 14 କୋଟି ବସୁନ୍ଧରୀ ତୋର ହୃଦୟରେ ଛନ୍ତି ପୁରୀ। 14 କୋଟି ବସୁନ୍ଧରୀ ତୋର ହୃଦୟରେ ଛନ୍ତି ପୁରୀ। 14 ଭୁବନ ପାଟଣା ଏ ସର୍ବ ତୋହର ରଚନା। ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୋ ବିନୁ ଅନ୍ୟ ଗତି ନାହିଁ। ଏ ସୃଷ୍ଟି ତୋର ଖେଳ ଘର ତୋ ଖେଳ ତୋତେ ଅଗୋଚର। ତୋହର ନିଶ୍ୱାସ ମରୁତ ଦେବେ ହୋଇଲେ ତହୁଁ ଜାତ। ତୁହିଟି ଅଗ୍ନିଦେବ ରୁଦ୍ର ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର। ଭୁଜରୁ ଅନନ୍ତ ମୂରତି କନ୍ଧରୁ ଜାତ ସରସ୍ୱତୀ। ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟ ଅଛୁ ରହି। ଏମନ୍ତ ଶେଷ ମହିମା
କେ ଜାଣି ପାରେ ଗୁଣ ସୀମା ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ବ୍ୟାଧି ଆରତ ଭଞ୍ଜନ ତ ବାନା ଆତଙ୍କ କାଳେ ବଜ୍ର ସେନା ହୋଇଣ ଦଶ ଅବତାର ନାସିଲ ବନିର ଭାର ଦୁଷ୍ଟନି ବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ ତୁ ଅଟୁ ଦରିଦ୍ରଙ୍କ ଧନ ତ ବୁଝେ ଜ୍ଞାନୀ ଜନ ସତୀ ଯୁବତୀଙ୍କର ମନେ ନିଜର ସ୍ୱାମୀ ଥାନ୍ତି ଯେହ୍ନେ ସେହି ପ୍ରକାରେ ମୋର ମନ ତୋଠାରେ ରହୁ ଭଗବାନ ଏମନ୍ତ ଭାବେ କଲେ ସ୍ତୁତି ପ୍ରସନ୍ନ ହୋଇବେ ଶ୍ରୀପତି ଏ ସ୍ତୁତି ଯେ ଜନ ଶୁଣନ୍ତି ଯମତା ପାଖ ନ ମାଡ଼ନ୍ତି ରାଜଦଣ୍ଡକୁ ନାହିଁ ଭୟ ଐରୀ ମାନେ ଯାନ୍ତି କ୍ଷୟ ଭୂତ ପିଶାଚ ପ୍ରେତ ଗଣ ପାଖକୁ ନ ଆସନ୍ତି ପୁଣ ଅଶୁଭ ସ୍ୱପ୍ନ ଦେଖିବ କିଏ ବା ଗ୍ରହ ପୀଡ଼ା ଥିବ ଏ ସ୍ତୁତି ଶ୍ରବଣେ ଶୁଣିଲେ ହୁଅଇ ବାଞ୍ଛା ସିଦ୍ଧି ଭଲେ ବଢ଼ଇ ଆୟୁ ବିଦ୍ୟା ଧନ ଖଣ୍ଡଇ ସବୁ କ୍ଲେଶ ମାନ ଗଙ୍ଗା ସହିତେ ସର୍ବତୀର୍ଥେ ସ୍ନାନକୁ କଲେ ଫଳ ଯେତେ ଏ ସ୍ତୁତି ପଢ଼ି ସେତେ ଫଳ ନମଇ ବିଷ୍ଣୁ ପାଦ ତଳ ଏ ସ୍ତୁତି ହୋଇଲା ସମ୍ପୂର୍ଣ୍ଣ ଶୁଣି ସନ୍ତୋଷ କଲମ